ପଞ୍ଚମ ଅଧ୍ୟାୟ କଂସ ଦୁର୍ଗାଙ୍କୁ କଚାଡ଼ିବା ଓ କୃଷ୍ଣ ବଧର ଚେଷ୍ଟା ଶୁଣି ଆନନ୍ଦ ମନେ ରାଜା ମୁନିଚରଣେ କଲେ ପୂଜା। ଆନନ୍ଦେ ଲୋଟଇ ଧରଣୀ କୃତାର୍ଥ କୃଷ୍ଣ ଜନ୍ମ ଶୁଣି ଭକତି ଦେଖିଣ ତାହାର କହନ୍ତି ବ୍ୟାସଙ୍କ କୁମର। ଶୁଣ ପରୀକ୍ଷ ଦଣ୍ଡଧାରୀ ଶିଶୁ କୁମାରୀ ରାବ କରି ଶୁଣି ପ୍ରହରୀ ବେଗେ ଗଲେ କଂସର ଛାମୁରେ ବେଣୁ କହିଲେ ତହୁଁ କଂସର ଅନ୍ତରାଳେ ବୋଇଲା ପୁରିଲା ମକାଳ ସଜା ଉପେକ୍ଷୀ ବେଗେ ଉଠି ଖଡ଼ଗ କଲା ଦୃଢ଼ ମୁଷ୍ଟି ଧାଇଁଲା ପବନ ଖରେ ବେଗେ ମିଳିଲା ବନ୍ଦୀ ଘରେ ପିନ୍ଧିଲା ବସ୍ତ୍ର ସମ୍ଭାଳ ଫିଟିଲା ଦୃଢ଼ ବନ୍ଧ ବାଳ କବାଟ ଫିଟାଇ ପଶିଲା ଦେଖି ଦେବକୀ ଭୟ କଲା କଂସ କମ୍ପଇ କୋପ ଭରେ ରତ୍ନ ମୁକୁଟ ଅଛି ଶିରେ ଦେଖିଣ କମ୍ପଇ ଦେବକୀ କାନ୍ଦଇ ଅତି ଦୁଃଖେ ଦୁଃଖୀ ବୋଲଇ ଶୁଣ ନରନାଥ ହୋଇଲା ଦୁଇଟାଏ ଜାଦ ତୋର ପୁତ୍ରକୁ ଏହା ଦେବି ଆନନ୍ଦେ ବିଭା କରାଇବି ବହୁତ ଦେଲୁ ଗର୍ଭ କଷ୍ଟ ପଡ଼ୁ ନିର୍ଲଜ ମୋର ପେଟ ଜୀବନ ଥିବ କି ମୋହର ମରିବି ହତ୍ୟା ହେଉ ମୋର ଆଉ ବୟସ ନା ମୋର ନାହିଁ ପାରିବି ପୁତ୍ର ଉପଜେଇ ଜୀବନ ମୋର ହେଉ ଧିକ ଦୁହିତା ଦାନ ଦେଇ ରଖ ସଂଖାଳି ହେଉ ବୃଦ୍ଧ କାଳେ ପଡ଼ୁଛି ତୋର ପାଦ ତଳେ ଶୁଣି ଦାନବ ପରି ଜୋଳି କୋପେ କହନ୍ତି ଦେଇ ଗାଳି ଦେଖିଣ ଚକିତ ଦେବକୀ ଡରେ ବୁଝିଲା ବେନି ଆଖି କୋଳରେ ଲୁଚିଲା ଦୁହିତା ଶରଣ ଗଲି ରଖ ଭ୍ରାତା କଂସକ ହୋଇ ଶିର ଝୁଣି ତୁଛାର ମୋହର ଭଉଣୀ ବସୁଦେବର ଦୋଷ ନାହିଁ ତୁ ମୋତେ ଅଛୁ ବାଟ ଚାହିଁ ମୋର ମରଣେ ତୋର ସୁଖ ଦୈବ ଦେଉଅଛି ଦୁଃଖ ଦୁଃଖୀ ନ ଜାଣୁ ହରି ମାୟା ଅସୁର ଠାରେ ସେ ନିର୍ଦ୍ଦୟା ନାନା ରୂପରେ ହୋଇ ଜାତ ଦୈତ୍ୟଙ୍କୁ ଦେ କରଇ ନିପାତ ବଇଲୋଚନ ବୀର ଥିଲା କନ୍ୟା ଭାର୍ଯ୍ୟା ରୂପେ ତାକୁ ମାଇଲା ମହିଷା ମାରେ ଦୁର୍ଗା ହୋଇ ତା ମାୟା ନ ଜାଣୁଲ ତୁହି ନାରଦ କହିଛନ୍ତି ମୋତେ ମାରିବ ଯୁଗତେ ଅଷ୍ଟମ ଗର୍ଭେ ମୋ ବୈରୀ ଏହାର ହସ୍ତେ ମୁହିଁ ମରି ଚାହିଁଲା ଅଧର କାମୁଡ଼ି କୋଳରୁ ଆଣିଲା ଉଛୁଡ଼ି ବେନି ଚରଣ ଧରି କରେ ବୁଲାଇ ପିଟିଲା ଶିଳାରେ ସେ ଦେବୀ ଜଗତ ସଂହାରେ କାହାର ବଳ ତାକୁ ମାରେ କଂସର ହସ୍ତରୁ ଉଛଳି ଆକାଶେ ଯେସନ ବିଜୁଳି ତେଜ ଦଶ ଦିଗ ବିରାଜି ବେନି ଚରଣ ଅଷ୍ଟଭୁଜି କେ କହୁ ଦେବୀ ଆଭରଣ ଅନଙ୍ଗ ନୂପୁର କଙ୍କଣ ଗନ୍ଧ ଚଦନ ପୁଷ୍ପମାଳି ତ୍ରିଶଦ କୋଟି ବେମିଳି ସ୍ତୁତି କରନ୍ତି ସୁରମୁନି କଂସକୁ କହନ୍ତି ଭବାନୀ ରେ କଂସ ଶୁଣ ମୋ ଉତ୍ତର ତୋର ବୈରୀ ଚକ୍ରଧର ତୋହର ପାଇଁ ଦେହ ବହି ଜନ୍ମ ହୋଇଲେ ଯହିଁ ତହିଁ ସେ ତୋତେ କରିବେ ସଂହାର ଆବର ଯେତେକ ଅସୁର ତୁମର ନ ଜାଣୁ ତୁମତେ ନ ଜାଣି କଚାଡ଼ୁ ନିୟତି ପତେ କିମ୍ପା ହୁଡ଼ୁ ଦେବେ ମୋ ତୋହର ନିଜ ବୈରୀ ତାହାଙ୍କ ବୋଲକୁ ତୁ ଡରି ଛପୁତ୍ର ମାଇଲୁ ଏହାର ମର୍ମକୁ ଛାଡ଼ିଲୁ ଅସୁର ଏହାକୁ ବନ୍ଦୀ ଘରୁ ଫେଡ଼ ବେନି ଚରଣ ତଳେ ପଡ଼ ତୋଷିଣ ନିଅ ନିଜ ପୁର ତୋର ବୈରୀ ଚକ୍ରଧର କହି ଚଳିଲେ ନିଜ ସ୍ଥାନ ଉଚ୍ଚାଟ କରି କଂସ ମନ ଯାହା କହିଲେ ଜଗନ୍ନାଥ ଜଗତେ ହୋଇଲା ବିଖ୍ୟାତ ଦେବକୀ ବଚନ କଂସ ଶୁଣି ବିଚାର କଲା ମନେ ଗୁଣି ନ ଜାଣି ବିଧାତାର ଗତି ସୋଦରେ କଲହିଁ ଅନୀତି ଅନେକ କଲି ମୁହିଁ ଦୋଷ କେମନ୍ତେ କରିବି ବିଶ୍ୱାସ କିସ କରିବି ମନେ ଭାଳି ଚରଣ ଫିଟାଇ ଶିଙ୍କୁଳି ଚାହିଁଲା ଦେବକୀ ନନ୍ଦନ କହଇ ମଧୁର ବଚନ ଦେବକୀ ବସୁଦେବ ଶୁଣ ତୁମ୍ଭରେ କଲି ଦ୍ରୋହ ପ୍ରଣ ମୁହିଁ ଯେ ସ୍ୱଭାବେ ଅସୁର ଭଣଜା ମାରିଲି ମୋହର ତୁମ୍ଭକୁ ଦେଲି ପୁତ୍ର କଷ୍ଟ ମୋହର କଲି ଧର୍ମ ନଷ୍ଟ ସଂସାରେ କଲି ଅପଯଶ ନରକେ ହୋଇବି ପ୍ରବେଶ ଦେହ ବହିଲେ ନିଶ୍ଚୟ ମରି ସଂସାରୁ ନୁହଁଇ କାହାରି ବୃକ୍ଷର ତଳେ ଯେନେ ଆସି ପଥିକେ ବିଶ୍ରାମନ୍ତି ବସି ପୁଣି ଚଳନ୍ତି ଶ୍ରମ ସାରି ସେ ବୃକ୍ଷ ନୁହଁଇ କାହାରି କେମନ୍ତ ସଂସାର ମାୟା ଏ ସଂସାର କେ ପିତା କେ କାହା କୁମର ଅର୍ଜିଲା କର୍ମ ହାତ ଜାତ ମାୟା ଭିଆଣ ତାତ ମାତ ବୃଦ୍ଧି ବିଚାରେ ଯାହା କରି ବୁଝନ୍ତି ସେ ଫଳ ଆବରି ଦୋଷ କରିବା ମୋର କ୍ଷମା ସ୍ୱଭାବେ ମୁହିଁ ଦୂରତମା
ଏମନ୍ତ କହି ଶୋକ କରି ପାଦେ ପଡ଼ିଲା କର ଯୋଡ଼ି ସୁହୃଦ ପଣ ଦେଖାଇଲା ଅନେକ ଧନରତ୍ନ ଦେଲା ନିଜ ମନ୍ଦିରେ ଦେଲା ବାସ ଅନେକ କରାଇ ବିଶ୍ୱାସ କଂସର ଭାବ ଭକ୍ତି ଦେଖି ସନ୍ତାପେ ଛାଡ଼ିଲା ଦେବକୀ ସନ୍ତୋଷ ହୋଇ ବସୁଦେବ ଦିନକୁ ଦିନ ବଡ଼ ଭାବ ଏମନ୍ତ ରଜନୀ ପାହିଲା କଂସ ମନ୍ଦିରେ ବିଜେ କଲା ଅସୁର ଗଣକୁ ବସାଇ କହଇ ବିଶ୍ୱାସ କରାଇ ଶୂନ୍ୟ ଚଣ୍ଡିକା ଯାହା ଭଣୀ ସବୁ କହିଲେ ପରିମାଣୀ କଂସର ଦେଖିଣ କାତର ଅସୁରେ କରନ୍ତି ଉତ୍ତର ଏମନ୍ତ ଯେବେ ଅଛୁ ଜାଣି ଯାହା କହିଲେ ନାରାୟଣୀ ତୋହର ଆଜ୍ଞା ଘିନି ଶିରେ ବୁଲିବୁ ସକଳ ଦେଶରେ ଦିନକ ଠାରୁ ଯେତେ ବାଳ ତାଙ୍କର ପୁରାଇବୁ କାଳ ଯେତେ ବାଳକ ବସୁନ୍ଧରୀ ସକଳ ପୁରାଇବୁ ମାରି ତୁ କିମ୍ପା ଡରୁ ଦେବଗଣ ସେବନ୍ତି ତୋହର ଚରଣ ସେ ତତୁଲେ କରିବେ ସଂଗ୍ରାମ ଦେବେ ନୁହନ୍ତି ସରି ସମ ତୋହର ଧନ ଘୋଷ ଦେଖି ପଳାନ୍ତି ସମର ଉପେକ୍ଷୀ ଜୀବନ ପାଇ ଛାଡ଼ି ଋଣ ଦେବେ ପଳାନ୍ତି ବଣେ ବଣ କେ ପିନ୍ଧି ନ ପାରଇ ବସ୍ତ୍ର ତାହାର ଭଏ ଫିଟି କେଶ ନିଶତେ ପଳାବନ୍ତି ଯହିଁ ନ ମାରି ତାକୁ ଦୟା ବହି ଜୀବନ ପାଇ ଯାର ଆସ ସେ ତୋର କରିବ ଟିକିସ ତୋ ଅଧିକ ତିନି ଦେବ ବ୍ରହ୍ମାଶଙ୍କର ବସୁଦେବ ଆପଣା ସୁଖ ସେ ରହନ୍ତି ତାହାଙ୍କୁ ନାହିଁ ତୋର ନାହିଁ ଭ୍ରାନ୍ତି ଅଗାଧ କ୍ଷୀର ସିନ୍ଧୁ ଜଳେ ଶୟନ ଅନନ୍ତର କୋଳେ ପାଦେ ଖଟନ୍ତି ବେନି ନାରୀ ସୁଖେ ଶୟନ ଦେବ ହରି ସେ କାହିଁ ତୋର ତୁଲେ ରଣ ମିଛେ କହିଲେ ଦେବଗଣ ବ୍ରହ୍ମା ଯେ ଥାଇ ତାର ସୁଖେ ଚିନ୍ତା କରଇ ତିନି ଲୋକେ ତପ ହୁ ନ ଜାଣଇ ନ ଚିନ୍ତଇ ପ୍ରଭୁ ଭଗବାନ ଶଙ୍କର ଥାଇ ଭୂତ ମେଳେ ଅମ୍ବିକା ଥାଇ ତାର କୋଳେ ସେ କିମ୍ପା ସମର କରିବ ନିତ୍ୟ ଉଦାସୀ ସଦାଶିବ ଇନ୍ଦ୍ର ତ ବଳେ ନୁହେଁ ସରି ତୋତେ ସେ ଦିଗ ପାଳେ ଡରି ଶୂନ୍ୟ କହିଲେ ଦେବି ଯାହା ଅନ୍ୟଥା ନ କରିବ ତାହା ତୋର ବୈରୀ ଯେବେ ହରି ସେ ସର୍ବ ଘଟେଥାନ୍ତି ପୁରୀ ସେ ତାଙ୍କୁ ପାଇବ ତ୍ରିଲୋକ ପୁଣି ଶୁଣି କହିବୁ କୌତୁକେ ଦେବତା ମାନେ ତୋର ମୂଳେ ଯେ ଧର୍ମ କରିଛି ଶ୍ରୀଧର ଦେବତା ମାନେ ତାର ମୂଳ ସେ ଯେ ଧର୍ମ କରିଛି ଶ୍ରୀଧର ତେବେ ତୋହର ବହୁ ଜନ୍ମ ତେବୁ ଜେନେ ନିତ୍ୟ କର୍ମ ଗୋରୁ ବ୍ରାହ୍ମଣ ଯଜ୍ଞ ଦାନ ତୀର୍ଥ ଦକ୍ଷିଣା ତପସମ ତପ କରନ୍ତି ଯେତେ ଲୋକ ବିଷ୍ଣୁଙ୍କୁ ପୂଜନ୍ତି ସେ ଥୋକେ ଶ୍ରଦ୍ଧା କରନ୍ତି ଯେହୁ ଧର୍ମେ ଦୟା ବହନ୍ତି ଦୁଃଖ ଜନେ କରନ୍ତି ପର ଉପକାର ଯମ ଲୋକଙ୍କୁ ଯାର ଡର ଏହାଙ୍କ ଦେହ ଥାଇ ହରି ଏମଲେ ମରଇ ମୁରାରି ଏ ଆମ୍ଭ ବିଚାର ଉଚିତ ଶତ୍ରୁକୁ କରିବୁ ନିହତ ଶତ୍ରୁକୁ ବାଳକା କୁମାର ନମଲେ ଦିନୁ ଦିନ ଡର ଦେହର ବ୍ୟାଧି ଜନ୍ମ କାଳେ ହେଳା ଯେ କରେ ସୁଖ ବଳେ ସେ ଜେନେ ନିରତେ ବୁଡ଼ଇ ଶତ୍ରୁର ସ୍ୱଭାବଟିଏ ଆଗେ ତୁ ଦିଅ ବେଗେ କରି ହରିଙ୍କୁ ପକାଇବୁ ମାରି ଅସୁରଙ୍କର ବୋଲ ଶୁଣି କଂସ ଆନନ୍ଦ ମନେ ଗୁଣି ଅନେକ କଲା ସେ ପ୍ରଶଂସା ହିତ ମଣିଲା ବିଷ୍ଣୁ ହିଂସା ଜଣ ଜଣକେ ଶାଢ଼ୀ ଦେଲା ବୈରୀ କି ସଂହାର ବୋଇଲା ଅସୁର କଲାକ ବିଶ୍ୱାସ ଅମୃତ ମଣେ କାଳ ବିଷ ତକ୍ଷଣେ ହୋଇ କାମରୂପୀ ବସିଲେ ବନଗିରି ବ୍ୟାପୀ ଗ୍ରାମ ପାଟଣାପୁର ଦେଶେ ଅନେକ ଶିଶୁ କଲେ ନାଶ ଦାନବ ବୁଦ୍ଧି ମୂଢ଼ ପଣ ସାଧୁଙ୍କୁ ଦିଅନ୍ତି କୋଷଣ କଂସ ବୈରୀ ଅଛି କାହିଁ ନିତ୍ୟ ଖୋଜନ୍ତି ଭାବଗ୍ରାହୀ ତାମସ ଗୁଣେ ଆଚରିଲେ ନିକଟେ ମରଣ ଲୋଡ଼ିଲେ ଆୟୁଷ ବଳ ଯଶ ଧର୍ମ ଲୋକେ ଆଶିଷ ଶୁଭ କର୍ମ ଏ ଆଦି ସର୍ବନାଶ କରେ ହିଂସା କରନ୍ତି ଯେହୁ ପରେ ସୁଜନେ ଶୁଣ ହରି କଥା ଫିଟିବ ଭବବନ୍ଧ ବ୍ୟଥା ବ୍ରହ୍ମଲୋକରୁ କୀଟ ଯାଏ ହରି ହିଂସ୍ରକ ହରିଙ୍କି ନ ପାଏ ଚେହରି ଦୁଃଖୀଙ୍କ ସଦର ହିଂସା ଜାଣିବେ ପ୍ରଭୁ ମୋର କୃଷ୍ଣର ପାଦେ ଦେଇ ଚିତ କହଇ ବିପ୍ର ଜଗନ୍ନାଥ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ ସଂହିତାଏ 82 ଦଶମ ସ୍କନ୍ଧେ ଅସୁର ପ୍ରେରଣେ ନାମ ପଞ୍ଚମ ଅଧ୍ୟାୟ। ପଞ୍ଚମ